ରାନୁ କାଉ ଆଉ କାଲୁ କାଉ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲରୁ ବାହାରକୁ ଆସିଥିଲେ। ସିଏ ଦାନା ଖୋଜି ଖୋଜି ବହୁତ ଥକି ଯାଇଥିଲେ। ଆମେ ଉଡ଼ି ଉଡ଼ି କେତେ ଦୂର ପଳେଇ ଆସିଲୁ। ମୁଁ ତ ପୁରା ଥକି ଯାଇଛି। ହଁ କାଳୁ ଭାଇ, ଏବେ ତ ରାତି ବି ଏଇ ଜଙ୍ଗଲରେ କାଟିବାକୁ ହବ। ସିଏ ବି ପୁଣି ଖାଲି ପେଟରେ। ନାଇଁ ନାଇଁ, ଖାଲି ପେଟରେ ଶୋଇପାରିବିନି, କିଛି ତ ଖାଇବାକୁ ହବ। ହେଲେ କ'ଣ, ଏଠି ତ କିଛି ବି ନାହିଁ। ସେ ଦି ଜଣ ତ ଏମିତି ଚିନ୍ତା କରୁଥିଲେ। ସେଠି ଗୋଟେ ଯାଦୁର ଗଛ ଥିଲା। ସିଏ ଏମାନଙ୍କ ସବୁ କଥା ଶୁଣୁଥିଲା। କ'ଣ ତମ ଦି ଜଣଙ୍କୁ ଖାଇବା ଦରକାର? ହଁ ଗଛ, ଆମକୁ ଖାଇବା ଦରକାର। ଆମେ ସକାଳୁ ସକାଳୁ ଘରୁ ଆସିଛୁ, ଆଉ ଏପର୍ଯ୍ୟନ୍ତ ଗୋଟେ ବି ଦାନା ମିଳିଲାନି। ହଁ ଗଛ, କୁହ ଖାଇବା କେଉଁ ପଟେ ମିଳିବ? ଖାଇବା ତ ତମକୁ କେଉଁଠି ବି ମିଳିବନି, ହେଲେ ମୁଁ ଯାଦୁର ଗଛ। ତମ ଦି ଜଣଙ୍କ ଗୋଟେ ଗୋଟେ ଇଚ୍ଛା ପୂରା କରିପାରିବି। ଯାହା ଦରକାର ମାଗିପାର। ଗଛ, ଆମକୁ ଟିକେ ସମୟ ଦିଅ, ଆମେ ଟିକେ କଥା ହୋଇ କହୁଛୁ। ଚଢ଼େଇ ଭଉଣୀ, ଟିକେ ଏଠିକି ଆସ। ହଁ ହଁ କାଳୁ ଭାଇ, କୁହ ତମେ କ'ଣ ଭାବିଛ? ମୁଁ ତ ଗଛକୁ ଗୋଟେ ଛୋଟ ଗଛ, ଫଳ ଦେଲା ବାଲା ମାଗିବି। ହଁ ହଁ ଚଢ଼େଇ, ମୁଁ ବି ସେଇ ଫଳ ଦେଲା ବାଲା ଗଛ ମାଗିବି। ହେଲେ ତମେ କୁହ, ଛୋଟ ଗଛରେ ତ ଫଳ ତ ଏବେ ମିଳିବନି, ଆଉ ଆମେ କେବେଠାରୁ ଭୋକିଲା ଅଛୁ, ପେଟ କେମିତି ଭରିବା? ଇଏ ତ ତମେ ଠିକ୍ କହିଲ। ଖାଇବା ପାଇଁ ତ କିଛି ତ ଦରକାର, ହେଲେ କ'ଣ କରିବା? ମୁଁ ତ କହୁଛି, ତମେ ଗଛକୁ ଏବେ ପାଇଁ ଫଳ ମାଗ, ଆଉ ମୁଁ ଆମ୍ବର ଗଛ ମାଗୁଛି। ଆଉ ଗଛରେ ଯେଉଁ ଫଳ ହବ ମିଶିକି ଖାଇବା। ଏମିତି କଲେ ଏବେ ପେଟ ଭରିଯିବ, ଆଉ ପରେ ବି ଖାଦ୍ୟର ଆଉ ଚିନ୍ତା ହବନି। ଇଏ କଥା ତ ପୁରା ଠିକ୍। ଗଛ, ମୋ ଇଚ୍ଛା ଇଏ କି ମୋତେ ବହୁତ ସାରା ଫଳ ଦିଅ, ଯାହାଦ୍ୱାରା କି ମୋର ଆଉ ମୋ ସାଙ୍ଗର ଭୋକ ମେଣ୍ଟିଯିବ। ଗଛ ଚଢ଼େଇକୁ ବହୁତ ସାରା ଫଳ ଦିଏ। ଗଛ, ମୋତେ ଗୋଟେ ଆମ୍ବର ଗଛ ଦିଅ, ଯାହାକୁ ମୁଁ ମାଟିରେ ପୋତିବି ତ ବହୁତ ସାରା ଫଳ ହୋଇଯିବ। ଗଛ କାଳୁକୁ ଗୋଟେ ଛୋଟ ଆମ୍ବ ଗଛ ଦେଇଦିଏ। କାଲୁ କାଉ, ଚାଲ ଆମେ ଜଲ୍ଦି ଖାଇଦବା, ତାପରେ ଆମେ ଘରକୁ ଯାଇ ଗଛ ଲଗେଇବା। କାଲୁ କାଉ ଆଉ ରାନୁ ଚଢ଼େଇ ପେଟ ପୁରା ଖାଇବା ଖାଇଦିଅନ୍ତି, ତାପରେ ଘରକୁ ଫେରନ୍ତି। ଆଉ ଘରକୁ ଆସୁ ଆସୁ ସକାଳ ହୋଇଯାଏ। କାଲୁ, ମୁଁ କାଲି ରାତିରେ ପୁରା ଭୋକିଲା କାଟିଲି। ତୁମେ କୁଆଡ଼େ ଯାଇଥିଲ? ଆଉ ଏବେ ଆସୁଛ ଏ ଛୋଟିଆ ଗଛ ନେଇକି? ଖାଦ୍ୟ କାହିଁ? ଗୋରି ଭଉଣୀ, ଇଏ କୌଣସି ସାଧାରଣ ଗଛ ନୁହେଁ, ଇଏ ଯାଦୁର ଗଛ, ଯାହାକୁ ଲଗେଇବା ଦ୍ୱାରା ବହୁତ ସାରା ଆମ୍ବ ହୋଇଯିବ। ତାପରେ କାଳୁ କାଉ ଗୋଟେ ଛୋଟିଆ ଖାଲ କରି ଗଛ ପୋତି ଦିଏ। ଦେଖୁ ଦେଖୁ ହିଁ ଗଛ ବିଶାଳ ରୂପରେ ପରିଣତ ହୋଇଯାଏ, ଆଉ ବହୁତ ସାରା ଆମ୍ବରେ ଭରି ହୋଇଯାଏ। ଇଏ ଯାଦୁର ଆମ୍ବ ଗଛ ବଡ଼ ହୋଇଗଲା, ଆଉ ବହୁତ ସାରା ଆମ୍ବ ବି ହୋଇଗଲା। ଇଏ ଏବେ ତ ମଜା ହିଁ ଆସିଗଲା। ଏବେ ଖାଦ୍ୟର କୌଣସି ଚିନ୍ତା ହିଁ ହବନି। ସେ ତିନି ଜଣ ତ ବହୁତ ଖୁସି ହୁଅନ୍ତି। ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ପସନ୍ଦ ଆସିଥାଏ, ତାହେଲେ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଲାଇକ୍ ଆଉ କମେଣ୍ଟ କରିବାକୁ ଭୁଲନ୍ତୁ ହିଁ ନାହିଁ। ଧନ୍ୟବାଦ।